ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ତିନୋଟି ରେଳ ପ୍ରକଳ୍ପର ଆଜି ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଦେଶର ବିକାଶ ପାଇଁ ଜାତୀୟତାବାଦ, ସଂଗଠନ ଏବଂ ରାଷ୍ଟ୍ର ପ୍ରଥମ ଆଭିମୁଖ୍ୟ ଉପରେ ଗୁରୁତ୍ୱ ପ୍ରଦାନ କଲେ ଉପରାଷ୍ଟ୍ରପତି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲ ଆଜି ନୂଆଦିଲ୍ଲୀଠାରେ ଆମେରିକା ପ୍ରତିପକ୍ଷଙ୍କ ସହ କରିବେ ସାକ୍ଷାତ ଆଲୋଚନା। ଭାରତରେ ନ୍ୟାୟିକ ତାଲିମ ପାଠ୍ୟକ୍ରମରେ 50 ଜଣ ଅଧିକାରୀଙ୍କ ଅଂଶଗ୍ରହଣକୁ ରଦ୍ଦ କଲା ବାଂଲାଦେଶ ସରକାର। ଏବଂ ହକି ଇଣ୍ଡିଆ ଲିଗ୍ର ଗତକାଲିର ମ୍ୟାଚ୍ରେ ତାମିଲନାଡୁ ଡ୍ରାଗନ୍ସ ବିଜୟୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ କେତୋଟି ରେଳ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ସେଗୁଡ଼ିକ ମଧ୍ୟରେ ନୂତନ ଜାମ୍ମୁ ରେଳ ଡିଭିଜନ, ତେଲେଙ୍ଗାନାର ଚାର୍ଲାପଲ୍ଲୀ ନୂଆ ଟର୍ମିନାଲ ଷ୍ଟେସନ ଏବଂ ଓଡ଼ିଶାର ରାୟଗଡ଼ା ରେଳ ଡିଭିଜନ ଭବନ ଆଦି ଅନ୍ତର୍ଭୁକ୍ତ। ଜାମ୍ମୁ ରେଳ ଡିଭିଜନ ଗଠନ ଦ୍ୱାରା ଜାମ୍ମୁ କାଶ୍ମୀର ଏବଂ ଏହାର ଆଖପାଖ ଅଞ୍ଚଳ ପାଇଁ ବିଶେଷ ଲାଭଦାୟକ ସାବ୍ୟସ୍ତ ହେବ। ଏଥିରେ ପଠାନକୋଟ, ଜାମ୍ମୁ, ଉଦ୍ଧମପୁର, ଶ୍ରୀନଗର, ବାରମୁଳା, ଭୋଗପୁର ସିରୱଲ, ବଟାଲା ଏବଂ ଯୋଗିନ୍ଦରନଗର ସେକ୍ସନ ଆଦି ରହିବ। ଏ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହିତ ଭିତ୍ତିଭୂମି ବିକାଶ ଏବଂ ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହନ ମିଳିବ। ତେଲେଙ୍ଗାନାର ମେଦଚାଲ ମଲକାଜଗିରି ଜିଲ୍ଲାରେ ଥିବା ଚାର୍ଲାପଲ୍ଲୀ ନ୍ୟୁ ଟର୍ମିନାଲ ଷ୍ଟେସନକୁ ଏକ ନୂତନ କୋଚିଂ ଟର୍ମିନାଲ ଭାବରେ ବିକଶିତ କରାଯାଇଛି। ଏଥିପାଇଁ ପ୍ରାୟ 413 କୋଟି ଟଙ୍କା ବ୍ୟୟ ହୋଇଛି। ଉତ୍ତମ ଯାତ୍ରୀ ସୁବିଧା ଥିବା ଏହି ପରିବେଶ ଅନୁକୂଳ ଟର୍ମିନାଲ ସିକନ୍ଦରାବାଦ, ହାଇଦ୍ରାବାଦ ଏବଂ କାଚେଗୁଡ଼ା ଭଳି ସହରରେ ଥିବା କୋଚିଂ ଟର୍ମିନାଲରେ ଯାତ୍ରୀ ଭିଡ଼କୁ ହ୍ରାସ କରିବ। ପୂର୍ବତଟ ରେଳପଥର ରାୟଗଡ଼ା ରେଳ ଡିଭିଜନ ଭବନ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ଆଖପାଖ ଅଞ୍ଚଳରେ ଯୋଗାଯୋଗରେ ଉନ୍ନତି ଆଣିବା ସହିତ ସାମଗ୍ରିକ, ସାମାଜିକ ଏବଂ ଅର୍ଥନୈତିକ ପ୍ରଗତିରେ ସହାୟକ ହେବ ବୋଲି ଜଣାପଡ଼ିଛି। ଆୟୁଷ ଏବଂ ଆୟୁର୍ବେଦ ଭଳି ପାରମ୍ପରିକ ଭାରତୀୟ ଔଷଧ ପଦ୍ଧତିକୁ ସରକାର ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଗତ 10 ବର୍ଷ ମଧ୍ୟରେ ଆୟୁଷ ବ୍ୟବସ୍ଥା 100ରୁ ଅଧିକ ଦେଶକୁ ବିସ୍ତାରିତ ହୋଇପାରିଛି ବୋଲି ସେ କହିଛନ୍ତି। ନୂଆଦିଲ୍ଲୀର ରୋହିଣୀଠାରେ ଗତକାଲି କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନର ନୂତନ କୋଠାର ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ସେ କହିଛନ୍ତି ଭାରତରେ ପାରମ୍ପରିକ ଔଷଧ ସହ ଜଡ଼ିତ ପ୍ରଥମ WHO ଅନୁଷ୍ଠାନ ପ୍ରତିଷ୍ଠା କରାଯାଇଛି। ପ୍ରାୟ 185 କୋଟି ଟଙ୍କା ବ୍ୟୟ ଅଟକଳରେ ଏହି କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନ ନିର୍ମାଣ କରାଯାଉଛି। 2.92 ଏକର ପରିମିତ ଅଞ୍ଚଳରେ ନିର୍ମିତ ହେବାକୁ ଥିବା ଏହି କେନ୍ଦ୍ର ପରମ୍ପରା ଏବଂ ନବସୃଜନକୁ ପ୍ରୋତ୍ସାହନ ପ୍ରଦାନ କରିବା ସହିତ ସାମଗ୍ରିକ ଚିକିତ୍ସା, ସ୍ୱତନ୍ତ୍ର କ୍ଲିନିକ୍ ଏବଂ ଦକ୍ଷତା ବିକାଶ ପାଇଁ ନୂତନ ସୁଯୋଗ ପ୍ରଦାନ କରିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱ ହିଲ୍ ଇନ୍ ଇଣ୍ଡିଆକୁ ମେକ୍ ଇନ୍ ଇଣ୍ଡିଆ ଭଳି ଗ୍ରହଣ କରିବା ଆଉ ବେଶୀ ଦୂର ନୁହେଁ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ ଯୋଗ ଦେଇଥିଲେ। ଦେଶର ବିକାଶ ପାଇଁ ଜାତୀୟତାବାଦ, ସଂଗଠନ ଏବଂ ରାଷ୍ଟ୍ର ପ୍ରଥମ ଆଭିମୁଖ୍ୟର ଆବଶ୍ୟକତା ରହିଛି ବୋଲି ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ କହିଛନ୍ତି। ଦିଲ୍ଲୀଠାରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଏନ୍ସିସିର ସାଧାରଣତନ୍ତ୍ର ଶିବିର 2025କୁ ଉଦ୍ଘାଟନ କରି ଶ୍ରୀ ଧନକଡ଼ କହିଛନ୍ତି, କୌଣସି ଦେଶର ନାଗରିକ ରାଷ୍ଟ୍ରବାଦ ପ୍ରତି ଗଭୀର ଭାବେ ପ୍ରତିବଦ୍ଧ ହେଲେ ହିଁ ସେହି ଦେଶର ବିକାଶ ସମ୍ଭବ ହୋଇପାରିବ। ସାମାଜିକ ସୌହାର୍ଦ୍ଦ୍ୟ, ତୃଣମୂଳ ସ୍ତରରେ ଦେଶପ୍ରେମର ମୂଲ୍ୟବୋଧ, ପରିବେଶ ସଚେତନତା, ଆତ୍ମନିର୍ଭରଶୀଳତା ଏବଂ ନାଗରିକ କର୍ତ୍ତବ୍ୟ ଉପରେ ଉପରାଷ୍ଟ୍ରପତି ଗୁରୁତ୍ୱ ଦେଇଛନ୍ତି। ଏହି 5ଟି ସ୍ତମ୍ଭକୁ ଅନୁସରଣ କରିବାକୁ ଉପରାଷ୍ଟ୍ରପତି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଏନ୍ସିସିର ଅବଦାନକୁ ପ୍ରଶଂସା କରିବା ସହ ଉପରାଷ୍ଟ୍ରପତି ଏହି ସଂଗଠନ ଦେଶର ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଶିବିରରେ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର 17ଟି ଏନ୍ସିସି ନିର୍ଦ୍ଦେଶାଳୟ ଅନ୍ତର୍ଗତ 917 ଜଣ ବାଳିକା କ୍ୟାଡେଟ୍କୁ ମିଶାଇ 2300ରୁ ଅଧିକ କ୍ୟାଡେଟ୍ ଅଂଶଗ୍ରହଣ କରିଛନ୍ତି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲ ଆଜି ନୂଆଦିଲ୍ଲୀଠାରେ ଆମେରିକା ପ୍ରତିପକ୍ଷ ଜେକ୍ ସୁଲିଭାନଙ୍କ ସହ ସାକ୍ଷାତ ଆଲୋଚନା କରିବେ। ସୁରକ୍ଷା ସମ୍ପର୍କିତ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ତଥା ଆଧୁନିକ ପ୍ରଯୁକ୍ତିବିଦ୍ୟାର ଉପଯୋଗ ସମ୍ପର୍କିତ ପ୍ରସଙ୍ଗ ଉପରେ ଉଭୟ ପକ୍ଷ ଆଲୋଚନା କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ଗତ ସପ୍ତାହରେ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ଭାରତ ଏବଂ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ବ୍ୟାପକ ଏବଂ ନିରନ୍ତର କରିବା ଲକ୍ଷ୍ୟରେ ଆଲୋଚନା ଚାଲିଛି।
ସେ କହିଥିଲେ ବର୍ତ୍ତମାନ ବାଇଡେନ୍ ପ୍ରଶାସନର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ତେବେ ଏହି ସମୟ ମଧ୍ୟରେ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା ଉଭୟ ଦେଶ ମଧ୍ୟରେ ଥିବା ସୁଦୃଢ଼ ସମ୍ପର୍କକୁ ପ୍ରତିପାଦନ କରୁଛି। ଶ୍ରୀ ସୁଲିଭାନ୍ ଏହି ଗସ୍ତ ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କୁ ସାକ୍ଷାତ କରିବା ସହ ଦିଲ୍ଲୀ ଆଇଆଇଟି ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମଧ୍ୟପ୍ରଦେଶର ଭୋପାଳସ୍ଥିତ ନ୍ୟାସନାଲ୍ ଜୁଡ଼ିସିଆଲ୍ ଏକାଡେମୀ ଏବଂ ନ୍ୟାୟିକ ଏକାଡେମୀ ତାଲିମ ପାଠ୍ୟକ୍ରମରେ 50 ଜଣ ନ୍ୟାୟିକ ଅଧିକାରୀଙ୍କ ଅଂଶଗ୍ରହଣ ସଂକ୍ରାନ୍ତ ଗେଜେଟ୍ ବିଜ୍ଞପ୍ତିକୁ ବାଂଲାଦେଶ ସରକାର ରଦ୍ଦ କରିଛନ୍ତି। ସେଠାକାର ଆଇନ, ନ୍ୟାୟ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ଏ ସଂକ୍ରାନ୍ତ ପରିବର୍ତ୍ତିତ ବିଜ୍ଞପ୍ତି ଗତକାଲି ଜାରି କରିଛି। ସେ ଦେଶର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ନେଇ ଏହି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ସୂଚନାଯୋଗ୍ୟ ଗତ ମାସ 30 ତାରିଖରେ ପ୍ରକାଶିତ ଗେଜେଟ୍ ନୋଟିଫିକେସନ୍ ଅନୁଯାୟୀ ଫେବୃଆରୀ ମାସ 10ରୁ 20 ତାରିଖ ପର୍ଯ୍ୟନ୍ତ 50 ଜଣ ନ୍ୟାୟିକ ଅଧିକାରୀଙ୍କୁ ବାଂଲାଦେଶ ସରକାର ଭାରତରେ ତାଲିମ ପାଠ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଅନୁମତି ପ୍ରଦାନ କରିଥିଲେ। ତାଲିମ କାର୍ଯ୍ୟକ୍ରମର ସମସ୍ତ ଖର୍ଚ୍ଚ ଭାରତ ସରକାର ବହନ କରିବେ ବୋଲି ପୂର୍ବ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା। 2017 ମସିହା ଏପ୍ରିଲ ମାସରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଭାରତ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ଏନେଇ ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ବଙ୍ଗୋପସାଗରର ଅନ୍ତର୍ଜାତୀୟ ସାମୁଦ୍ରିକ ସୀମାରେ ଗତ ସନ୍ଧ୍ୟାରେ ଭାରତ ଓ ବାଂଲାଦେଶରେ ଅଟକ ରହିଥିବା ଉଭୟ ଦେଶର କିଛି ମତ୍ସ୍ୟଜୀବୀଙ୍କୁ ଛାଡ଼ି ଦିଆଯାଇଛି। ବାଂଲାଦେଶରେ ଅଟକ ଥିବା 95 ଜଣ ଭାରତୀୟ ମତ୍ସ୍ୟଜୀବୀ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଭାରତରେ ଅଟକ ଥିବା 90 ଜଣ ବାଂଲାଦେଶୀ ମତ୍ସ୍ୟଜୀବୀ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ମୁକ୍ତ ହୋଇଥିବା ଭାରତୀୟ ମତ୍ସ୍ୟଜୀବୀମାନେ କାକଦ୍ୱୀପ ସବ୍ଡିଭିଜନର ବାସିନ୍ଦା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ସେମାନଙ୍କୁ ଭେଟିବାର କାର୍ଯ୍ୟସୂଚୀ ରହିଛି। କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ନୂଆଦିଲ୍ଲୀ ବିଜ୍ଞାନ ଭବନଠାରେ ଆଜି ଇସ୍ପାତ ଉଦ୍ୟୋଗ ସହ ଜଡ଼ିତ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନମୂଳକ ଯୋଜନା ପିଏଲ୍ଆଇ ଯୋଜନା 1.1ର ଶୁଭାରମ୍ଭ କରିବେ। ଇସ୍ପାତ ମନ୍ତ୍ରଣାଳୟ କହିଛି ଏହି ଯୋଜନାରେ 14,000ରୁ ଅଧିକ ଲୋକଙ୍କୁ କର୍ମନିଯୁକ୍ତି ଦେବା ନିମନ୍ତେ 27,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବିନିଯୋଗ କରାଯିବ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30ରେ ଶୀତଋତୁରେ ସୁରକ୍ଷିତ ରହିବା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଭାରତୀୟ ପାଣିପାଗ ବିଭାଗର ବିଶେଷଜ୍ଞ ଡକ୍ଟର ଆର୍କେ ଜେନାମଣି ଏବଂ ଦିଲ୍ଲୀ ଏମ୍ସ ମେଡିସିନ୍ ବିଭାଗର ପୂର୍ବତନ ମୁଖ୍ୟ ଡକ୍ଟର ଏସ୍କେ ଶର୍ମା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 0112342150 ଏବଂ 011233144444 ନମ୍ବରକୁ ଡାଏଲ୍ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାଷ୍ଟାଗ୍ AskAIR ମାଧ୍ୟମରେ ପ୍ରଶ୍ନ କରିପାରିବେ। ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତାର ଗତକାଲିର ମ୍ୟାଚ୍ରେ ତାମିଲନାଡୁ ଡ୍ରାଗନ୍ସ ୟୁପି ରୁଦ୍ରାସ ବିପକ୍ଷରେ ବିଜୟୀ ହୋଇଛି। ରାଉରକେଲାର ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମରେ ଗତ ରାତିରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ତାମିଲନାଡୁ ୟୁପିକୁ 2-0 ଗୋଲ୍ରେ ପରାସ୍ତ କରିଛି। ତାମିଲନାଡୁ ଏହି ପ୍ରଥମ ବିଜୟ ହାସଲ କରି ତାଲିକାର ତୃତୀୟ ସ୍ଥାନରେ ରହିଛି। ପୂର୍ବରୁ ସୁରମା ହକି କ୍ଲବ ବେଦାନ୍ତ କଳିଙ୍ଗ ଲାନ୍ସର୍ସକୁ 4-3 ଗୋଲ୍ରେ ପରାସ୍ତ କରିଥିଲା। ଆଜି ସୁରମା ହକି କ୍ଲବ ଏବଂ ଦିଲ୍ଲୀ ଏସ୍ଜି ପାଇପର୍ସ ମଧ୍ୟରେ ରାତି 8:15ରେ ମ୍ୟାଚ୍ ଖେଳାଯିବ। ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ପ୍ରତିଯୋଗିତାରେ କେରଳ ବ୍ଲାଷ୍ଟର୍ସ ପଞ୍ଜାବ ଏଫ୍ସିକୁ ହରାଇ ଦେଇଛି। ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମଠାରେ ଗତକାଲି ଖେଳାଯାଇଥିବା ଏହି ମ୍ୟାଚ୍ରେ କେରଳ ପଞ୍ଜାବକୁ 1-0 ଗୋଲ୍ରେ ପରାସ୍ତ କରିଛି। ପଞ୍ଜାବ ଏଫ୍ସି କ୍ରମାଗତ ଚତୁର୍ଥ ପରାଜୟ ସହ ତାଲିକାର ଅଷ୍ଟମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଏହି ବିଜୟ ସହ କେରଳ ବ୍ଲାଷ୍ଟର୍ସ ତାଲିକାର ନବମ ସ୍ଥାନକୁ ସ୍ଥାନିତ ହୋଇଛି। ଆଜି ଇଷ୍ଟବେଙ୍ଗଲ ଏଫ୍ସି ଏବଂ ମୁମ୍ବାଇ ସିଟି ଏଫ୍ସି ମଧ୍ୟରେ କୋଲକାତାଠାରେ ରାତି 7:30ରେ ମ୍ୟାଚ୍ ଖେଳାଯିବ। ଦିବ୍ୟାଙ୍ଗ ଚାମ୍ପିୟନ୍ସ ଟ୍ରଫି ନିମନ୍ତେ ଭିନ୍ନକ୍ଷମ କ୍ରିକେଟ୍ ପରିଷଦର ଜାତୀୟ ଚୟନ କମିଟି 17 ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶ୍ରୀଲଙ୍କାରେ ଆସନ୍ତା 12 ତାରିଖରୁ ଏହି ଚାମ୍ପିୟନ୍ସ ଟ୍ରଫି ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। 3ଟି ରେଳ ପ୍ରକଳ୍ପର ଆଜି ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଦେଶର ବିକାଶ ପାଇଁ ଜାତୀୟତାବାଦ, ସଂଗଠନ ଏବଂ ରାଷ୍ଟ୍ର ପ୍ରଥମ ଆଭିମୁଖ୍ୟ ଉପରେ ଗୁରୁତ୍ୱ ପ୍ରଦାନ କଲେ ଉପରାଷ୍ଟ୍ରପତି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲ ଆଜି ନୂଆଦିଲ୍ଲୀଠାରେ ଆମେରିକା ପ୍ରତିପକ୍ଷଙ୍କ ସହ କରିବେ ସାକ୍ଷାତ ଆଲୋଚନା। ଭାରତରେ ନ୍ୟାୟିକ ତାଲିମ ପାଠ୍ୟକ୍ରମରେ 50 ଜଣ ଅଧିକାରୀଙ୍କ ଅଂଶଗ୍ରହଣକୁ ରଦ୍ଦ କଲେ ବାଂଲାଦେଶ ସରକାର ଏବଂ ହକି ଇଣ୍ଡିଆ ଲିଗ୍ର ଗତକାଲି ମ୍ୟାଚ୍ରେ ତାମିଲନାଡୁ ଡ୍ରାଗନ୍ସ ବିଜୟୀ।
ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsoneair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।